ଆଉ ଯଦି ମାଇଲ୍ଡ ମଡରେଟ୍ ଥିବ ତାହେଲେ ଛୋଟବେଳୁ ଜଣା ପଡୁନଥିବ, ବଡ଼ବେଳେ କେତେବେଳେ ଦାନ୍ତ ପୋଡ଼ା ହେଲା ସେତେବେଳେ ଜଣା ପଡିଲା, କାହାର କ'ଣ ମାଡ଼ ହେଇଗଲା ସେତେବେଳେ ଜଣା ପଡିଲା, କାହାର ଆକ୍ସିଡେଣ୍ଟ ହେଲା ବ୍ଲିଡିଂ ହେଲା ବନ୍ଧ ସେତେବେଳେ ଜଣା ପଡିଲା। ଯଦି ମାଇଲ୍ଡ ବା ମଡରେଟ୍ ଥିବ ତାଙ୍କର ମାନେ ବଡ଼ ହେଲା ପରେ ଜଣା ପଡେ। ଯାହାର ସିଭିୟର ଥିବ ଛୋଟବେଳୁ ଗୁରୁଡି ନେଲା ଜଣା ପଡେ। ଆମ୍ଭାରେ ରିସେଣ୍ଟଲି ଗତ ବର୍ଷ ଗୋଟେ ପେସେଣ୍ଟ ଥିଲେ, ତାଙ୍କର 65 ବର୍ଷ ବୟସ, ତାଙ୍କର ବ୍ରେନରେ ବ୍ଲିଡିଂ ହେଲା, ପଡି ଯାଇଥିଲେ ଥରେ ମୁଣ୍ଡରୁ, ସେତିକିବେଳେ ଜଣା ପଡିଲା ତାଙ୍କର ମାଇଲ୍ଡ ହେମୋଫିଲିଆ ଅଛି। ଆଉ ଆମେ ତାର ଫ୍ୟାକ୍ଟର ଇଞ୍ଜେକ୍ସନ ଦେଇକି ତାର ସର୍ଜରୀ ଆମେ କରିଥିଲୁ। ତ ଧରନ୍ତୁ 65 ବର୍ଷରେ ତାଙ୍କର ଜଣା ପଡିଲା, ଛୋଟବେଳୁ କେବେ, କାରଣ ମାଇଲ୍ଡ ଥିଲା, କେବେ ସେମିତି କିଛି ଇଞ୍ଜୁରୀ ହେଇନି, କେବେ ଜଣା ହିଁ ପଡନି। ନା, ଏଇଟା ସବୁବେଳେ ପୁଅ ପିଲାଙ୍କୁ ହେଇଥାଏ। ଝିଅ ପିଲାମାନେ ଦେହରେ ଜିନ୍ ଡିଫେକ୍ଟଟା ଥାଏ, ବଟ୍ ସେମାନେ କ୍ୟାରିୟର ହେଇଥାନ୍ତି, ସେମାନେ ଆଫେକ୍ଟ ହୁଅନ୍ତିନି। ବଟ୍ ପୁଅ ପିଲାଙ୍କ ଭିତରେ ଡିଫେକ୍ଟଟା ଆସିଲେ ସେଟା ରୋଗ କରେ। ହଁ, ଡେଫିନେଟଲି, କାରଣ ଯୋଉ ଜିନ୍ ଏଟା ଆସେ ସେଟା ଏକ୍ସ କ୍ରୋମୋଜୋମ ରେ ଥାଏ। ଆଉ ଗୋଟେ ପୁରୁଷ ଭିତରେ ଗୋଟେ ଏକ୍ସ କ୍ରୋମୋଜୋମ, ଗୋଟେ ୱାଇ କ୍ରୋମୋଜୋମ ଥାଏ। ଆଉ ଗୋଟେ ଝିଅ ପିଲା ଭିତରେ ଦିଟା ଏକ୍ସ କ୍ରୋମୋଜୋମ ଥିବ। ଯେହେତୁ ଗୋଟେ ଏକ୍ସ ରେ ଡିଫେକ୍ଟ ହେଲେ ହୁଏ, ଝିଅ ପିଲାଙ୍କର ଦିଟା ଏକ୍ସ ଥାଏ, ତ ଗୋଟେ ଡିଫେକ୍ଟିଭ ଏକ୍ସ ଥିବ, ଗୋଟେ ନର୍ମାଲ ଏକ୍ସ ଥିବ। ତେଣୁ ଯାହା ଅଭାବ ଗୋଟେ ଡିଫେକ୍ଟିଭ ଏକ୍ସ ରୁ ରହେ, ନର୍ମାଲ ଏକ୍ସ ଟା ତାକୁ ପୂରଣ କରିଦବ। କିନ୍ତୁ ପୁଅ ପିଲାଙ୍କ କ୍ଷେତ୍ରରେ ଗୋଟେ ଏକ୍ସ ଗୋଟେ ୱାଇ ଥାଏ, ତ ୱାଇ କ୍ରୋମୋଜୋମ ରେ କିଛିଟା ଇନଫର୍ମେସନ କମ ଥାଏ, ତ ଏକ୍ସ ରେ ଡିଫେକ୍ଟ ହେଲେ ୱାଇ ତାକୁ ବାଲାନ୍ସ କରିବ।